ହ୍ୟାଲୋ ହାଏ ନମସ୍କାର, ମୁଁ ଜ୍ୟୋତିରଞ୍ଜନ ବେହେରା ଆପଣମାନଙ୍କୁ ମୋର ଏଇ ୟୁଟ୍ୟୁବ୍ ମାଧ୍ୟମରେ ସମସ୍ତଙ୍କୁ ମୋ ତରଫରୁ ହୃଦୟରୁ ନମସ୍କାର। ସମସ୍ତଙ୍କ ଦେହ ସୁସ୍ଥରେ ଥାଉ, ସମସ୍ତେ ଭଲରେ ଥାଆନ୍ତୁ, ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି। ଆଉ କେମିତି ଅଛନ୍ତି ଭାଇ? ବର୍ତ୍ତମାନ ହେଉଛି ଟାଇମ୍ ରାତି 11:30, ଆଉ କିଛି ସମୟ ବାକି ଅଛି 12 ବାଜିବା ପାଇଁ। 12ଟା ପରେ ହୁଏତ କାଲି ଫେବୃଆରୀ 26 ହେଇଯିବ। ତାମାନେ ଫେବୃଆରୀ 26ଟା ଆମେମାନେ ସମସ୍ତେ ଜାଣିଛନ୍ତି କ'ଣ, ତେଣୁ ବହୁତ ଖୁସିର ଦିନ ସମସ୍ତଙ୍କ ପାଇଁ। ଶିବରାତ୍ରି, ଆଉ ମୋ ତରଫରୁ ମୋ ଫ୍ୟାମିଲି ତରଫରୁ ଏ ଶିବରାତ୍ରିରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ସମସ୍ତେ ଶିବରାତ୍ରିକୁ ପାଳନ କରନ୍ତୁ, ପ୍ରଭୁଙ୍କ ପାଖରେ ଦୀପଟିଏ ଜାଳନ୍ତୁ, ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ମଙ୍ଗଳ ହେବ। ଆଖଣ୍ଡଳମଣି ଆଉ ପଞ୍ଚଲିଙ୍ଗେଶ୍ୱର ଇଏ ହେଉଛି ଯେଉଁଠି ଆମର ଶିବ ମନ୍ଦିର ଅଛି। ନିହାତି ଭାବରେ ସବୁ ମନ୍ଦିର ଆଜି ଚଳଚଞ୍ଚଳ। କପିଳାସ ଏପଟର ହେଉଛି ସବୁଆଡ଼େ ଆଜି ଚଳଚଞ୍ଚଳ ଶିବଙ୍କ ମନ୍ଦିର, କାରଣ ଯେହେତୁ କାଲି ଜାଗର ଅଛି। ଆଜି ହେଉଛି ଏକବାର ଥିଲା, ତେଣୁ ସମସ୍ତେ ନିହାତି ଭାବରେ ଅରୁଆ ଖାଇଥିବେ, ଏକବାରକୁ ପାଳନ କରିଥିବେ। ତେଣୁ କାଲି ଯେହେତୁ ଜାଗର ରହିଛି, ସମସ୍ତଙ୍କର ମନରେ ଗୋଟେ ଖୁସିର ଲହରୀ, ତେଣୁ ସମସ୍ତଙ୍କ ମନରେ। ତେଣୁ ଏହି ଶିବରାତ୍ରି ଉପଲକ୍ଷେ ମୋର ପରିବାରର, ମୋ ତରଫରୁ, ମୋ ଫ୍ୟାମିଲି ତରଫରୁ ଏହି ଶିବରାତ୍ରି ଉପଲକ୍ଷେ ମୋର ୟୁଟ୍ୟୁବ୍ର ସବୁ ଫ୍ରେଣ୍ଡମାନଙ୍କୁ, ଇନଷ୍ଟାଗ୍ରାମର ସବୁ ଫ୍ରେଣ୍ଡମାନଙ୍କୁ, ଫେସବୁକ୍ର ସବୁ ଫ୍ରେଣ୍ଡମାନଙ୍କୁ ମୋ ତରଫରୁ ଏହି ଶିବରାତ୍ରିରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ସମସ୍ତେ ଶାନ୍ତିରେ ମନ ସ୍ୱଚ୍ଛତା କରିକି ସମସ୍ତେ ଶିବରାତ୍ରିକୁ ପାଳନ କରନ୍ତୁ, କାରଣ ଦୀପଟିଏ ଜାଳିଲେ ହୁଏତ କାଲି ସମସ୍ତଙ୍କର ଘରର ମଙ୍ଗଳ ହେବ। ହାପି ଶିବରାତ୍ରି। ଯେହେତୁ କାଲି ଜାଗର ଅଛି, ତେଣୁ ସମସ୍ତେ ଉଜାଗର ରହିକି ଦୀପ ଜାଳନ୍ତି, ସେଇ ବାବାକୁ ସ୍ମରଣ କରନ୍ତି, ବାବା ଶିବଙ୍କୁ। ଆଜି ମୋର କୋଟି କୋଟି ଜୁହାର ବାବା ଆଖଣ୍ଡଳମଣିଙ୍କ ପାଖରେ, କାରଣ କାଲି ବହୁତ ଧୁମଧାମରେ ଶିବରାତ୍ରି ପାଳନ ହେଉଛି, ବହୁତ ଖୁସି ବି ମଧ୍ୟ ଲାଗୁଛି। ତେଣୁ ଆଜି ଯେହେତୁ ଏକବାର ଥିଲା, ସମସ୍ତେ ଆଜି ଏକବାର ପାଳନ କରିଥିବେ, ଅରୁଆ ଖାଇଥିବେ। ତେଣୁ ନିହାତି ଭାବରେ ମୁଁ ପ୍ରତିବର୍ଷ ଶିବରାତ୍ରି କରେ। ତେଣୁ ଯେହେତୁ ମୁଁ ଦୂରରେ ଅଛି, ତେଣୁ ମୋ ଦ୍ୱାରା ସମ୍ଭବ ହେଇପାରୁନାହିଁ, କାରଣ ଦେହ ଟିକେ କାଳେ ଖରାପ ହେବ, କ'ଣ ହେବ, ସେଥିପାଇଁ ମୋର ଏଇଠୁ କୋଟି କୋଟି ଜୁହାର ବାବାଙ୍କୁ। କାରଣ ମୁଁ ଯେହେତୁ କରିପାରୁନି, ମନ ତ ଦୁଃଖ ହେଉଛି, ତେଣୁ କ'ଣ କରିବି। ତେଣୁ ଗୋଟେ ଆଡ଼ିକି ମୋ ଶରୀରକୁ ଦେଖିବାକୁ ପଡ଼ୁଛି, ଡ୍ୟୁଟିକି ଦେଖିବାକୁ ପଡ଼ୁଛି। ତେଣୁ ଯେହେତୁ ମୁଁ କର୍ମ ଉପରେ ବ୍ୟସ୍ତ ରହୁଛି, ତେଣୁ ଶିବରାତ୍ରି ମୁଁ ଏଥର କରିପାରୁନି, ତେଣୁ ବହୁତ କଷ୍ଟ ବି ମଧ୍ୟ ଲାଗୁଛି। ତେଣୁ ବାବାଙ୍କ ପାଖରେ ମୋର କୋଟି କୋଟି ଜୁହାର, ପ୍ରଭୁ ମୋତେ କ୍ଷମା କରିବ। ତେଣୁ ଏ ବର୍ଷର ଶିବରାତ୍ରି ମୁଁ ଆପଣଙ୍କ ପାଇଁ କରିପାରୁନାହିଁ, ତେଣୁ ମୁଁ ଆପଣଙ୍କ ପାଖରେ କୋଟି କୋଟି ଜୁହାର। ତେଣୁ ଯାହା ହେଉ, ବହୁତ ଖୁସି, ବହୁତ ଆନନ୍ଦ ଆରେ ସମସ୍ତେ, ସବୁ ମନ୍ଦିର ଆଜି ଚଳଚଞ୍ଚଳ। ଆଉ ବିଶେଷ କରିକି ଆରଡ଼ି ପୀଠରେ, ମୁଁ ଭଦ୍ରକ କଥା କହୁଛି, ଆରଡ଼ି ପୀଠରେ ଆଜି ବହୁତ, କାଲି ବହୁତ ମାତ୍ରାରେ ଭିଡ଼ ହେବ। ବହୁତ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିବା ପାଇଁ ଯିବେ, ଉଜାଗର ରହିକି ଦୀପ ଜାଳିବେ ବାବାଙ୍କୁ। ବାବାଙ୍କ ଉପରକୁ ଯେତେବେଳେ ଦୀପ ଉଠିବ ନା, ସିଏ ଯେଉଁ ଅପୂର୍ବ ଦୃଶ୍ୟ ଦେଖିବା, ଯଦି ଭାଗ୍ୟରେ ଥିବ ସେ ଦୃଶ୍ୟ ଆମେ ଦେଖିପାରିବା। ବାବାଙ୍କର ମନ୍ଦିର ଚୂଳକୁ ଯେଉଁ ଦୀପ ଉଠିବ ରାତି 12ଟା କିମ୍ବା 12:30, ଯାହା ଟାଇମ୍ ଥିବ, ବାବାଙ୍କର ନିର୍ଦ୍ଦେଶ ଥିବ, ସେ ନିର୍ଦ୍ଦେଶ ଅନୁସାରେ ଯେତେବେଳେ ଦୀପ ଉଠିବ, ନିହାତି ଭାବରେ ତାକୁ, ସେ ଦୀପକୁ ଦେଖିବା ବହୁତ ଆନନ୍ଦର କଥା। ଏହା ହେଉଛି କଥା। ତେଣୁ ଭାଇ, ଆମକୁ ଏ ସଂସାରକୁ ଯିଏ ଆଣିଛନ୍ତି, ତାଙ୍କ ପାଇଁ ଆମର କିଛି କର୍ମ ଅଛି।
से जेमिति तांको कर्म करिकी आमको ए संसार को पठेइचंती निहाती भाबरे आमर भी किछि कर्तव्य आमर भी किछि कर्म अछि तांको पई करिबा पई प्रभुको पई। तेणु निहाती भाबरे समस्ते काली जोउठी भी मंदिर अछि शिव मंदिर सबु मंदिर को जाइकी दर्शन करंतु निश्चिंत भाबरे घरर मंगल हब। काली बहुत भल दिन काली शिवरात्रि काली शिवंकर रात्रि समस्ते उजाग रहीकि निहाती भाबरे ठाकुर को दर्शन करिवे ठाकुर पाखरु करुणा आनिबे देखिबे समस्तंकर घरर मंगल हब। यह हूँ कथा। तेणु आमे जेहेतु ओडिया आमर 12 मासरे 13 पर्व तेणु सबु पर्व को आमे ओडिया माने समस्ते पालन करती। तेणु मते भी आज बहुत खुशी लगे कारण मु जेहेतु मु जगन्नाथंक धाम रे मु जन्म नेछि मते बहुत खुशी लगे कारण मु जोठी जन्म नेछि प्रभु मो पाखरे अछंती। मु आज बहुत खुशी बहुत आनंद जाहु प्रभु तमे जो स्थान रे अछ जाहु मते सेई स्थान रे जन्म देइछ मु सेति पई बहुत गर्वित निजको भी मने करे। यह हूँ कथा। समस्ते जातु शिवरात्रि रे मो तरफरु मो फैमिली तरफरु हार्दिक अभिनंदन। हापी शिवरात्रि। आउ सबु मंदिर आज चलचंचल बढ़िया डेकोरेशन हेतिबो ठाकुरंकर प्रसाद पाइकी आसीबे ठाकुरं पाखरे दीपटिए लगेइबे। ई जो आनंद ई जो उल्लास प्रभु भक्त आ भगवानंकर मिलनर दिन काली तेणु निश्चिंत भावरे प्रभुको उपरे भरोसा रख सबु किछि ठीक हे जिवो। आमे जहाँ मनरे न भाबितिबा प्रभु जेतेबेले देबे ना निहाती चारि हाथ रे देबे आ जेतेबेले नेबे ना आमे किछि करि परिबानी। जेतेबेले देबे से को बाटे कौन करिकी देबे आमे जानी परिबानी कारण आमर खाली छोट प्रयास रहिबा दरकार। कौन ना कर्म कर्म जदि आमे ठीक भाव में रखिबा निश्चिंत भाव में प्रभुको पाखापाखि आमे हेई परिबा। जदि आमे कर्म को भूल रखिबा निश्चिंत भाव में आमको दंड दबा लोक ऊपर वाला छड़ा आमको कहीं दंड देवेनी। मो कौनसी मानव को डरे नहीं मो कौनसी मानव को डरे नहीं केवल मोर जन को ही डर सी होची ऊपर वाला। कहीं ना काले मो कर्म रे किछि त्रुटि रही जीवो मो कर्म रे किछि भूल रही जीवो मो कर्म को लेकिन मते किछि दंड मिलिबो मते सेति बहुत भय। तेणु सेइत नागी मु सबु बेले प्रभुଙ୍କ शरण रे पसी जाए। जेते बड़ भूल हेताउ ना काईकी प्रभु मते क्षमा करिवो मोर जेते बड़ भूल हेताउ कारण मु मानव मोर छोट बड़ भूल कोठी ना कोठी रही जाए प्रत्येकटी मानव रे। तेणु मोर जदि कौनसी भी त्रुटि रही थाए तेणु मो दोष को क्षमा करिवे कारण क्षमा करिवा लोक केवल आपण आउ किए क्षमा करिवो मनीष कौनसी भी क्षमा करि परिवनी। मालिक किए मालिक आमे केही नुहे मालिक होची से ऊपर वाला जणिए ही मालिक ए संसार रे जणिए ही मालिक सी कि ऊपर वाला नहले मालिक ए दुनिया रे आउ केही भी नाहंती। ए जगह ए संसार ए जहाँ भी देखुच सबुतिर मालिक से ऊपर वाला। तेणु आमे मिछुटा माने खाली मालिक मालिक होउचंदी। तेणु मालिक किए भाई मालिक होची से जणिए एटा मने रखिताओ मालिक होची से जणिए सदा सर्वदा सत आ सबुदिन भी सी रही थिबे। आमे नथिबा आमे चली जाइथिबा किंतु सी थिबे। यह हूँ कथा भाई थिला। राति 11:30 बाजिलानी आ किसी समय परे 12टा परे फेब्रुआरी 26 हो। तेणु काली बहुत भल दिन भक्त भगवानंकर मिलनर दिन काली बहुत संख्यार भक्त माने जिबे प्रभु को दर्शन करने। तेणु काली बहुत भल दिन एते भल दिन जे
ଯାହା ଭାଗ୍ୟରେ ଥିବ ସିଏ କାଲି ଉଜାଗର ରହିକି ପ୍ରଭୁଙ୍କର ମନ୍ଦିର ଚୂଳକୁ ଯେତେବେଳେ ଦୀପ ଉଠିବ ତାକୁ ଦେଖିବାର ଯେଉଁ ଭାଗ୍ୟ ଥାଏ ସେ ସମସ୍ତଙ୍କ ଭାଗ୍ୟରେ ନଥାଏ। ଯାହାର ଭାଗ୍ୟ ଥିବ ସେ ଦୃଶ୍ୟ, ସେ ଦୁର୍ଲଭ ଦୃଶ୍ୟ ଦେଖିପାରିବ। ନହେଲେ ଯାହାର ଭାଗ୍ୟ ନଥିବ ସେ କେବେ ବି ଦେଖିପାରିବନି। ଯାହାକି ମୁଁ ନିଜେ, ମୁଁ ହତଭାଗା, ମୁଁ ନିଜେ ମୁଁ ଦେଖିପାରି ନାହିଁ। କ'ଣ କରିବି? ପରିସ୍ଥିତି ଆଉ ସମୟ ମୋତେ ଏଇ ଜାଗାରେ ଆଣିକି ଠିଆ କରିଛି, ଯାହାକି ନା ମୁଁ କୌଣସି ଖୁସି କରିପାରୁଛି, ନା କୌଣସି ପୂଜା କରିପାରୁଛି, ନା କ'ଣ କରିପାରୁଛି। ମୋତେ ବହୁତ ବି ଦୁଃଖ ଲାଗେ, ବହୁତ ବି କଷ୍ଟ ବି ମଧ୍ୟ ଲାଗେ। ତେଣୁ ସମୟ ମୋତେ ଆଣିକି ଏଇ ଜାଗାରେ ଠିଆ କରିଛି। ଏହା ହେଉଛି କଥା ଭାଇ। ଆଉ ସମସ୍ତେ କାଲି ଏ ପବିତ୍ର ଦିନକୁ ସମସ୍ତେ ପାଳନ କରନ୍ତୁ। ପ୍ରଭୁଙ୍କ ପାଖରେ ଦୀପଟିଏ ଲଗାନ୍ତୁ, ପ୍ରଭୁକୁ ସ୍ମରଣ କରନ୍ତୁ। ନିଶ୍ଚିତ ଭାବରେ ପ୍ରଭୁ ଆପଣଙ୍କର ଗୁହାରି ଶୁଣିବେ। ଦୁଃଖ ଜଣାଉଛ ତ ସେଇ ଉପରବାଲା ପାଖରେ ଜଣାଅ। ଯଦି କିଛି ଦୁଃଖ ଅଛି ମନ ଭିତରେ, ଯଦି କିଛି କଷ୍ଟ ଅଛି ମନ ଭିତରେ, ଯଦି କିଛି ଜଣେଇବାର ଅଛି ସେଇ ଉପରବାଲା ପାଖରେ ଜଣାଅ। ଭାଇ, ମାନବ ଦୁଃଖ ଦବ, କେବେ ଦୁଃଖ ନବନି। ଦୁଃଖ ଦବ, କେବେ ଦୁଃଖ ନବନି। ତେଣୁ ଯଦି ଦୁଃଖ ଜଣେଇବାର ଅଛି ସେଇ ଉପରବାଲା ପାଖରେ ଜଣାଅ। ନିଶ୍ଚିତ ଭାବରେ ତମର ସବୁ କଥାର ସମାଧାନ ବାହାରିବ, ପ୍ରତ୍ୟେକ କଥାର ସମାଧାନ ବାହାରିବ। ଏହା ହେଉଛି କଥା ଥିଲା। କାଲି ତ ଧବଳେଶ୍ୱର ପୀଠରେ ସୋରିଷ ପକାଇବା ପାଇଁ ବାଟ ନଥିବ, ଆରଡ଼ି ପୀଠରେ ସୋରିଷ ପକାଇବା ପାଇଁ ବାଟ ନଥିବ, ପଞ୍ଚଲିଙ୍ଗେଶ୍ୱର ପୀଠରେ ସୋରିଷ ପକାଇବା ପାଇଁ ବାଟ ନଥିବ। ଏତେ ଶ୍ରଦ୍ଧାଳୁମାନେ କାଲି ମନ୍ଦିରରେ ଭିଡ଼ ହେବେ। ଯାହା ହଉ, ଠାକୁରଙ୍କୁ ମୋର ଏଉଠୁ କୋଟି କୋଟି ଜୁହାର। ପ୍ରଭୁ, ଯଦି ମୋର କିଛି ଭୁଲ ଥିବ, ମୋର କିଛି ତ୍ରୁଟି ଥିବ, ମୋତେ କ୍ଷମା କରିବ। ହାପି ଶିବରାତ୍ରି। ମୋର ସବୁ ଫେସବୁକ୍ର ସାଙ୍ଗମାନଙ୍କୁ, ୟୁଟ୍ୟୁବ୍ର ସାଙ୍ଗମାନଙ୍କୁ, ଇନଷ୍ଟାଗ୍ରାମର ସାଙ୍ଗମାନଙ୍କୁ ମୋ ତରଫରୁ ହାପି ଶିବରାତ୍ରି। ଏହି ଶିବରାତ୍ରି କି ସମସ୍ତେ ପାଳନ କରନ୍ତୁ, ସମସ୍ତେ ଖୁସି ମନାନ୍ତୁ। ହାପି ଶିବରାତ୍ରି। ଏହା ହେଉଛି କଥା ଭାଇ ଥିଲା। ତେଣୁ ଏ ସଂସାରରେ ଆମେ ସମସ୍ତେ ଆସିଛନ୍ତି, ଦିନେ ନା ଦିନେ ଆମେ ଯିବା, ଆଗ ପଛ ହେଇକି ଯିବା। କିନ୍ତୁ ଯେଉଁ ବ୍ୟକ୍ତିଟି ଏ ସଂସାରକୁ ଛାଡ଼ିଛି, ଯାହାଙ୍କ ମାଧ୍ୟମ ଦେଇକି ଆମେ ଆସିଛନ୍ତି, ତାଙ୍କ ପାଇଁ ତ କିଛି ବି କରିବା। କାରଣ ସେ ସଂସାରକୁ ଛାଡ଼ିଛି। ଯାଓରେ ମାନବ, କିଛି କର୍ମ କରିକି ଆସ, ଭଲ କର୍ମ କରିକି ଆସ। ମୁଁ ତ ଆଜି ବହୁତ ଧନ୍ୟବାଦ ଦେଉଛି ପ୍ରଭୁଙ୍କୁ। କାରଣ ନା ମୋତେ କୁକୁର ଜନ୍ମ ଦେଇଛି, ନା ମୋତେ ପିମ୍ପୁଡ଼ି ଜନ୍ମ ଦେଇଛି, ନା ମୋତେ କେଉଁ ଛୋଟ ଜନ୍ମ ଦେଇଛି। ମୁଁ ବି ଆଜି ବହୁତ ଗର୍ବିତ। କାରଣ ଯାହା ହଉ ମୋତେ ମାନବ ଜନ୍ମ ଦେଇଛି, ଦୁର୍ଲଭ ଜନ୍ମ ଦେଇଛି। ମୁଁ ସେଥିପାଇଁ ପ୍ରଭୁଙ୍କ ପାଖରେ ମୋ ମୁଣ୍ଡ ନଉଛି। କାରଣ ମୋତେ ଏମିତି ଜନ୍ମ ଦେଇଛି ଯେ ମୁଁ ସବୁ ଜାଣିପାରୁଛି, ଏ ସଂସାରକୁ ଉପଭୋଗ କରିପାରୁଛି। ପ୍ରଭୁ, ସବୁ ତୁମରି ଆଶୀର୍ବାଦ ପାଇଁ, ତୁମରି କରୁଣା ପାଇଁ। ହୁଏତ ମୋର ପୂର୍ବ ଜନ୍ମରେ କିଛି ଭଲ କର୍ମ ଥିଲା ବୋଲି ହୁଏତ ମୋତେ ମଣିଷ ଜନ୍ମ ଦେଇଛନ୍ତି। ତେଣୁ ହୁଏତ ମୁଁ ଏ ଜନ୍ମରେ ସେମିତି କିଛି କର୍ମ କରେ, ଆଗାମୀ ଜନ୍ମକୁ ମୋତେ ଯେମିତି ଏ ମଣିଷ ଜନ୍ମ ଦେଇକି ଜନ୍ମ ଦେ। କାରଣ ଏମିତି ମଣିଷ ଜନ୍ମ ଦେବୁ ଯେ ମୁଁ ଯେମିତି ସମସ୍ତଙ୍କ ସେବାରେ ଲାଗିପାରୁଥିବି। ମୋ ଭିତରେ ଗର୍ବ ଅହଙ୍କାର କିଛି ରଖିବନି। ଧନ ସମ୍ପତ୍ତି ମୋତେ କିଛି ଦେବନି। ଦାଣ୍ଡରେ ଭିକାରୀ ହେଇକି ବରଂ ବୁଲେ, କିନ୍ତୁ ମୁଁ ସବୁବେଳେ ଆପଣଙ୍କ ଶରଣରେ ରହିବା ପାଇଁ ମୁଁ ଚାହେଁ। କାରଣ ମୁଁ ସାଧାରଣ ମାନବଟିଏ। ଏହା ହେଉଛି କଥା ଥିଲା ଭାଇ। ସବୁବେଳେ ମୋର ପ୍ରତ୍ୟେକ ଭିଡ଼ିଓରେ ମୋର ଗୋଟିଏ କଥା, ପ୍ରଭୁଙ୍କ ସହିତ ଜଡ଼ିତ ହେଇକି ରୁହ, ପ୍ରଭୁଙ୍କୁ ଭଲ ପାଅ।
ପ୍ରଭୁଙ୍କୁ ମାନ। ଯଦି ଡରୁଛ ପ୍ରଭୁଙ୍କୁ ଡର। ମୁଁ ଦେଖୁଛି ପ୍ରତ୍ୟେକଙ୍କ ଘର ଆଗରେ ଗୋଟେ ଛୋଟ ବୋର୍ଡ଼ରେ ଲେଖା ହେଇଥିବ କୁକୁର ପ୍ରତି ସାବଧାନ। କିନ୍ତୁ ଭାଇ ଯଦି ସେ ବୋର୍ଡ଼କୁ ଖୋଲି ଦେଇକି ଆମେ ଯଦି ଲେଖିବା ଭଗବାନଙ୍କ ପ୍ରତି ସାବଧାନ, କେମିତି ହୁଅନ୍ତା? ଭଲ ହୁଅନ୍ତାନି? ବହୁତ ବଢ଼ିଆ ହୁଅନ୍ତା। ତେଣୁ ଆମେମାନେ ସମସ୍ତେ କୁକୁରକୁ ଯେତିକି ଆଦର କରୁଛନ୍ତି, ଯେତିକି ସ୍ନେହ ଦେଉଛନ୍ତି, ଯେତିକି ଭଲ ପାଇବା ଦେଉଛନ୍ତି, ଭାଇ ଭଗବାନଙ୍କୁ ସେତିକି ଦିଅ। ଦେଖିବ ନିଶ୍ଚିତ ଭଗବାନ ତମର ଡାକ ଶୁଣିବେ। ଏହା ହେଉଛି କଥା। ସମାଜରେ ବଞ୍ଚିବା ପାଇଁ ହେଲେ ନିହାତି ଭାବରେ ଭଗବାନଙ୍କର ଆଶୀର୍ବାଦ ଦରକାର। ଭଗବାନଙ୍କର ଆଶୀର୍ବାଦ ରହିଲେ କେହି କେବେ ତମକୁ କେହି ବି ଟଳେଇ ପାରିବେ ନାହିଁ। ଏଇଟା ହିଁ ସତ। କେହି କେବେ ଟଳେଇ ପାରିବେ ନାହିଁ ଯଦି ଭଗବାନଙ୍କର ଆଶୀର୍ବାଦ ରହିବ। ଉପରବାଲାର ଆଶୀର୍ବାଦ କେହି ତମକୁ ଟଳେଇ ପାରିବେନି। ମାନବ ତ ସାଧାରଣ, କେହି ତମକୁ ଟଳେଇ ପାରିବେନି ଯଦି ଭଗବାନଙ୍କୁ ମାନିକି ଚାଲୁଥିବ, ଭଗବାନଙ୍କୁ ଭଲ ପାଉଥିବ। ଏହା ହେଉଛି କଥା ଥିଲା। ଆପଣମାନଙ୍କ ପାଇଁ ବହୁତ ଦିନ ପରେ ମୁଁ ପୁଣି ବ୍ଲଗ୍ ଆଣିଛି। ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଆଶୀର୍ବାଦ ଏମିତି ମୋ ଉପରେ ଥାଉ। ମୋର ଭଲ ପାଇବା, ମୋର ଆଶୀର୍ବାଦ ଏମିତି ଆପଣଙ୍କ ଉପରେ ରହିବ। ପରସ୍ପର ଭଲ ପାଇବା ଭିତରେ ଗୋଟେ ଭଲ ସମ୍ପର୍କ ସୃଷ୍ଟି ହେବ, ଯାହାକି ସେ ସମ୍ପର୍କ ସବୁଦିନ ପାଇଁ ନିବିଡ଼ ହେଇକି ରହିବ। ସବୁଦିନ ପାଇଁ ଏମିତି ଭଲ ପାଇବା ମୋ ଉପରେ ଥାଉ। ମୋର ଭଲ ପାଇବା ନିହାତି ଆପଣଙ୍କ ଉପରେ ରହିବ। ହାପି ଶିବରାତ୍ରି। ଏହି ଶିବରାତ୍ରି ଉପଲକ୍ଷେ ମୋର ସବୁ ଭକ୍ତମାନଙ୍କୁ, ବଡ଼ ଭାଇ ଭଉଣୀମାନଙ୍କୁ, ସ୍ନେହର ଛୋଟ ପିଲାମାନଙ୍କୁ ମୋ ତରଫରୁ, ମୋ ଫ୍ୟାମିଲି ତରଫରୁ ଆର୍ଥିକ ଅଭିନନ୍ଦନ ଓ ଶୁଭକାମନା। ହାପି ଶିବରାତ୍ରି। ବହୁତ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଆରଡ଼ି ମନ୍ଦିର ବହୁତ ଭଲ ଭାବରେ ଡେକୋରେସନ୍ ହେଇଥିବ। ଯେଉଁଠି ଯେଉଁଠି ଛୋଟ ମନ୍ଦିର ବା ବଡ଼ ମନ୍ଦିର ଯାହା ବି, ସବୁଆଡ଼େ ଆଜି ଶିବଙ୍କର ଧ୍ୱନିରେ କମ୍ପି ଉଠିବ। ତେଣୁ କି ଖୁସି, କି ଆନନ୍ଦ। ନିଶ୍ଚିତ ଭାବରେ ସମସ୍ତେ ଗୋଟେ ଗୋଟେ ଦୀପ ଜାଳିକି ବାବାଙ୍କୁ ସ୍ମରଣ କରିବା। ନିହାତି ଭାବରେ ଭୋଳାଶଙ୍କର ଆମର ଡାକ ଶୁଣିବେ, ନିହାତି ଭାବରେ। ଏହା ହେଉଛି କଥା ଥିଲା ଭାଇ, ଆପଣମାନଙ୍କୁ ଜଣେଇଲି। ଆପଣମାନଙ୍କର ଏମିତି ଭଲ ଭଲ ଭିଡ଼ିଓ ମୋତେ ସେୟାର କରନ୍ତୁ। ମୁଁ ଏମିତି ଆପଣମାନଙ୍କ ପାଇଁ ଏମିତି ଭଲ ଭଲ ଭିଡ଼ିଓ ମୁଁ ଆପଣମାନଙ୍କୁ ସେୟାର କରିମି। ଏମିତି ପରସ୍ପର ଭିଡ଼ିଓ ଭିତରେ ଗୋଟେ ଭଲ ସମ୍ପର୍କ ସୃଷ୍ଟି ହେବ। ରହିଲି ଭାଇ, ଗୁଡ୍ ନାଇଟ୍। ଆପଣମାନଙ୍କର ଭଲ ପାଇବା ଏମିତି ମୋ ଉପରେ ରଖିଥାନ୍ତୁ, ମୋର ଭଲ ପାଇବା ଏମିତି ଆପଣଙ୍କ ଉପରେ ରଖିଥାଏ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ବାବା ଭୋଳାଶଙ୍କର, ଜୟ ବାବା ଭୋଳାଶଙ୍କର, ଜୟ ବାବା ଭୋଳାଶଙ୍କର, ଜୟ ବାବା ଆଖଣ୍ଡଳମଣି, ଜୟ ବାବା ଆଖଣ୍ଡଳମଣି, ଜୟ ବାବା ଆଖଣ୍ଡଳମଣି, ଜୟ ବାବା ଭୋଳାଶଙ୍କର।